ଆରେ ଟିକେ ତ ଲାଜ ଶରମ କର, ଭଗବାନଙ୍କୁ ଟିକେ ଡର, ଭଗବାନଙ୍କୁ ଟିକେ ଡର ହେଲା। ଦେଖୁଛନ୍ତି ସାଙ୍ଗମାନେ କୋଉ ଭଳି ଏଠି କମେଣ୍ଟ କରୁଛନ୍ତି, ୟାଙ୍କ ମୁହଁରେ ଟିକେ ଲଜ୍ଜା ଶରମ ନାହିଁ, ଏଭଳିଆ ସବୁ କମେଣ୍ଟ କରୁଛନ୍ତି। ଦେଖୁଛନ୍ତି ତ ତାର ଡିପିରେ ମା ତାରିଣୀଙ୍କର ଫଟୋ ରଖିଛି, ଆଉ ପୋଷ୍ଟ କରୁଛି ସବୁ ମହାପ୍ରଭୁ ଜଗନ୍ନାଥଙ୍କର, ମାନେ ଭଗବାନଙ୍କର ଆଇଡି ଖୋଲିକି ଭଗବାନଙ୍କର ପୋଷ୍ଟ କରିକି ଯୋଉ ୟା କମେଣ୍ଟ ସେକ୍ସନ ଆସି ଯୋଉ ଅପଶବ୍ଦ ଗୁଡାକ ଗ୍ରହଣ କରିକି ଯୋଉ କମେଣ୍ଟ କରୁଛ ନା, ବୋଧେ ସେଟା ପାପ ହବନି। ଖାଲି ମନ୍ଦିରକୁ ଯାଇକି ହାତଟା ଯୋଡିକି ଖାଲି ଟିକେ ପ୍ରାର୍ଥନା କରିଦେଲେ ସେଟା ପୁଣ୍ୟ ହେଇଯାଏନି। ତାପରେ ମନ୍ଦିର ବାହାରକୁ ଆସିକି ଯୋଉ ତା ଉପରେ ନଜର ପକେଇକି ଯୋଉ ଭଳି ସବୁ କମେଣ୍ଟ କରୁଛ, ସେଇଟା ବୋଧେ ଆପଣଙ୍କର ପାପ ହଉନାହିଁ। ତ ମୁଁ ଏବେଠୁ କହୁଛି ଏଇଭଳିଆ କମେଣ୍ଟ କରିବା ଛାଡି ଦିଅ, ଆଉ ଟିକେ ଭଗବାନଙ୍କୁ ଡର। ତ ରିକ୍ୱେଷ୍ଟ କରୁଛି ଟିକେ ସୁଧୁରି ଯାଉ, ଟିକେ ସୁଧୁରି ଯାଉ ଯଦି ବଞ୍ଚିବାର ଅଛି। ମାନେ ଭଗବାନଙ୍କଠୁ ଖରାପ କେହି ରହିପାରିବେନି। ଭଗବାନ ସବୁ ସହିଯିବେ କିନ୍ତୁ ଗର୍ବ ଅହଙ୍କାର କେବେ ସହିବେନି। ମୋ କମେଣ୍ଟ ସେକ୍ସନରେ ଏଇଭଳିଆ କମେଣ୍ଟ କରିବା ଆଗରୁ 100 ଥର ଭାବିକି କମେଣ୍ଟ କରିବେ। ରହିଲି, ଜୟ ଜଗନ୍ନାଥ।